ତୁ ରାଜା ମୁଁ ରାଣୀରେ ଦେଖିବେ ଦର୍ଶକ ବନ୍ଧୁ ଅନିତା ରାନୀଙ୍କ ଘରକୁ ଆସିବେ ଆଉ କହିବେ ଆଣ୍ଟି ବାହାଘରର ସବୁ ଜିନିଷପତ୍ର ରେଡ଼ି କରୁ କରୁ ଟିକେ ଲେଟ୍ ହେଇଗଲା। ଆଉ କହିବେ ରାନୀ କୁଆଡ଼େ ଗଲା। ସେଇଠୁ ଗାରିମା କହିବେ ତମେ ଭାଇ ଆଜି ସନ୍ଧ୍ୟାବେଳେ ରାନୀ ମଥାରେ ସିନ୍ଦୁର ପିନ୍ଧେଇବେ। ଆଉ ରାନୀ ମଥାରେ ରାଜ ନାଁର ସିନ୍ଦୁର ଅଛି ଆଉ ସିଏ ତାକୁ ପୋଛିବାକୁ ରାଜି ହେଉନାହାନ୍ତି। ଏକଥା ସବୁ ଶୁଣି ରାନୀ ଚାଲିଯିବେ। ଏପଟେ ଅନିତା କହିବେ ମୁଁ ଏତିକି ଚାହୁଁଛି ଆଜି ରୁଷୋ ଆଉ ରାନୀର ବାହାଘର ହେଇଯାଉ। ଆଉ ସେ ରାଜ ଦେଇଥିବା ରାନୀ ମଥାର ସିନ୍ଦୁରର କିଛି ମୂଲ୍ୟ ନାହିଁ। ସେଇଠୁ ଅନିତାଙ୍କ ସ୍ୱାମୀ କହିବେ କିଏ କହିଲା ମୂଲ୍ୟ ନାହିଁ ବୋଲି। ତମେ ଗୋଟେ କଥା ଜାଣିବା ଦରକାର ଗୋଟେ ନାରୀ ମଥାରେ ଯେତେବେଳେ ସିନ୍ଦୁର ଲାଗିଯାଏ ସେ କୌଣସି ସାଧାରଣ ସିନ୍ଦୁର ହେଇନଥାଏ ବରଂ ସେଇଟା ତା ସୁହାଗର ପ୍ରତୀକ ହେଇଥାଏ। ସେଇଠୁ ଅନିତା କହିବେ ମୋ ପାଇଁ ଏବେ ଇମ୍ପୋର୍ଟାଣ୍ଟ ହେଲା ମୋ ଭାଇର ବାହାଘର ହେଇଯାଉ ଆଉ ସେ ରାନୀ ଡିଭୋର୍ସ ପେପରରେ ସାଇନ୍ କରିଦେଉ। ଠିକ୍ ଏହି ସମୟରେ ରାନୀ ଆସିବେ। ସେଇଠୁ ଅନିତା କହିବେ ରାନୀ ତୁ ଚିନ୍ତା କରିକି ବହୁତ ଝଡ଼ିଗଲୁଣି ଆଉ ମୋ ଭାଇ ତତେ ରାଣୀ ଭଳିଆ ରଖିବ। ସେଇଠୁ ରିଷଭ କହିବେ ରାଜକୁ ରାଜ ତମେ 7 ଦିନ ସମୟ ନେଇଥିଲ ଆଉ ସମସ୍ତଙ୍କୁ ରାଜି କରି ରାନୀକୁ ତମେ ଘରକୁ ନେଇଯିବ ବୋଲି ମୋ ସହିତ ଚ୍ୟାଲେଞ୍ଜ କରିଥିଲ। ହେଲେ ସେମିତି ତ କିଛି ବି ହେଲାନି ଆଉ ହବାର ବି ନାହିଁ। ତାହେଲେ ତୁମର ଏଠି ରହିବାର ଲାଭ କ'ଣ? ତୁମେ ବେଗ୍ ଧରି ଘରକୁ ଚାଲିଯାଅ। କାହିଁକିନା ରାନୀ କେବେବି ତୁମର ହେଇ ପାରିବନି। ସେ ଏବେ ମୋ ସ୍ତ୍ରୀ ହେବାକୁ ଯାଉଛନ୍ତି ଆଉ ଆଜି ଆମର ବାହାଘର ହେବାକୁ ଯାଉଛି। ଆଉ ସେ ଡିଭୋର୍ସ ପେପରରେ ସାଇନ୍ ବି କରିଦେବେ। ଆଉ ତମେ ଏଠି ଯାଅ ନହେଲେ ମୁଁ ପୋଲିସ ଡାକିବାକୁ ବାଧ୍ୟ ହେବି। ସେଇଠୁ ଗାରିମା କହିବେ ରାଜ ତୁମକୁ କ'ଣ ଟିକେ ଲାଜ ନାହିଁ? ତମେ ଏଠି ଛିଡ଼ା ହୋଇ ସବୁ କଥା ଶୁଣୁଛ। ତମେ ଯାଉନ କାହିଁକି? ସେଇଠୁ ସୁନିତା କହିବେ ରାଜ ତୁମେ ଏଠୁ ଚାଲିଯାଅ। ତାପରେ ରାଜ ଯାଇ ନିଜର ଜିନିଷପତ୍ର ପ୍ୟାକ୍ କରିବେ। ଆପଣମାନେ ଯଦି ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଥାନ୍ତି ତାହେଲେ ଏହି ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ।